ଆଜି ଆମମାନେ ସେ ପ୍ରଭୁଙ୍କର ଲୀଳା କଥା ଟିକେ ମନେ ପକେଇବା। ତା ଭିତରେ ଗୋଟିଏ କଥା, ଛୋଟିଆ କଥାଟେ ମୁଁ ଖାଲି କହିବାକୁ ଚାହେଁ, କାରଣ ସମୟ ତ ଆଜି ଖୁବ କମ, 41 ହେଇଗଲାଣି। ତେଣୁ ସେ ପଞ୍ଚାନନ୍ଦାଙ୍କ କଥା ମୁଁ କହୁଛି। ସେ ଯେ କି ଠାକୁରଙ୍କ ପାଖରେ ଥିଲେ ଦିନେ, ମାନେ ଘର ବାଡ଼ି ଛାଡ଼ି ଦେଇ ପଳେଇ ଆସିଥିଲେ। ଘରକୁ ଆଉ ଯିବା ଆସିବା କେତେ କରୁନଥିଲେ। ପଞ୍ଚାନନ ସରକାର ଦା ଏଠୁ ବାରମ୍ବାର ଚିଠି ଆସେ, ସେ ବୁଝାବୁଝି କରିଥିଲେ। ଠାକୁରଙ୍କ ପାଖରେ ସେ ନିବେଦନ କଲେ। ଠାକୁର କହିଲେ, ଆରେ ଯାଇକି ଥରେ ତୋ ବାଡ଼ି ବୁଲି ଚାଲିଆ, ତୋ ଘରକୁ ଯାଇ ବୁଲି ଚାଲିଆ। ତାଙ୍କ ଘର ହଉଛି ହରିପୁର। ହରିପୁର ଯାଇକିରି ତୋର ପୈତୃକ ବାଡ଼ି, ତୋର ମା ଏକୁଟିଆ ମାତ୍ର ଘରେ ରହୁଛନ୍ତି। ତୁମେ ଦି ଭାଇ ବାହାରେ ରହିଲ, ତୁମେ ଏଠି ରହିଲ, ଏବଂ ଆଉ ଗୋଟେ ବଡ ଭାଇ ଯିଏ, ସେ ମଧ୍ୟ ଚାକିରି କରିଛନ୍ତି। ତେଣୁ ଯାଇକି ବୁଲି ଆସ। ତାଙ୍କ ଅନ୍ତରର ଯୋଉ କ୍ଷୁଧା, ମାର ଡାକରାଟା ନବାକୁ ପଡେ। ଆଉ ମାତୃଭୂମି, ଜନନୀ ଆଉ ଜନ୍ମଭୂମି, ତାକୁ ମର୍ଯ୍ୟାଦା ଦିଅ। ଆଉ ଏଇଟା ମଧ୍ୟ ମୁଁ ଚାହେଁ। ଏଇ ଠାକୁର ତ କହୁଛନ୍ତି, ପଞ୍ଚାନନ୍ଦା ଆଉ କଥାଟା ଭାଙ୍ଗି ପାରିଲେନି। କହିଲେ ଠିକ ଅଛି, ଠିକ ଅଛି। ଯେତେବେଳେ ହଁ ମାରିଦେଲେ, ତାପରେ ଠାକୁର କହୁଛନ୍ତି, ଦେଖ ଦେଖ, ତୋ ଭାଇକି ସାଙ୍ଗରେ ନେଇକି ଯିବୁ, ଏକୁଟିଆ ଯିବୁନି। ତୋର ବଡ ଭାଇ କୁ ସାଙ୍ଗରେ ନେଇକି ନେଇକି ଯିବୁ। ତାର କାରଣଟା କଣ ଥାଇପାରେ? ଅନ୍ତର କଥା, କାଳେ ମା ବିରକ୍ତ ହେବେ କି କଣ ହେବେ, ବଡ ଭାଇ ଥିଲେ ହୁଏତ ବୁଝେଇ ଦେଇ ପାରନ୍ତି। ଏମିତିଆ ଧାରଣା ନେଇକିରି କହିଲେ ବଡ ଭାଇକି ମଧ୍ୟ ସାଙ୍ଗରେ ନେଇକି ଯିବ। ଦି ଭାଇ ମିଶିକିରି ଯିବ। ମାଙ୍କର ପେଟ ପୁରିଯିବ, ମନ ବୁଝିଯିବ। ତାଙ୍କ ଅନ୍ତର ଯୋଉ କ୍ଷୁଧା ଥିଲା, ସେ କ୍ଷୁଧା ବି ମେଣ୍ଟିଯିବ। ଯାହା ହଉ, ଘାଟ ପାରି ହେଇ ବଡ ଭାଇଙ୍କ ପାଖରେ ପହଞ୍ଚିଲେ, ବଡ ଭାଇକି ନେଇକି ଯିବେ, ଏଇ ଚିନ୍ତା କରିଛନ୍ତି। କିନ୍ତୁ ସକାଳୁ ସକାଳୁ ଯୋଉ ଭାବିଥିଲେ ଯେ ମୁଁ ଯାଇକିରି ସେ ବଡ ଭାଇ ଘରେ ଖାଇ ପିଇକିରି ଯିବି, ହେଲେ ଠାକୁର କିନ୍ତୁ ଛାଡିଆ ଲୋକ ନୁହନ୍ତି। କହିଲେ, ରେ ସକାଳୁ ସକାଳୁ ତୁ ବାହାରିଲୁଣି ଯେ ଗାଧୁଆ ପାଧୁଆ କରୁ, ଯା ଯା ଯା, ପଦ୍ମାରେ ସ୍ନାନ କରିବା, ଯା, ନ ଗାଧେଇ ଗୋଟେ କଣ ଯିବୁ? ହଁ, ହେଠୁ ଏଇ ଭିତରେ ଠାକୁର ସେଠି ମା ମାନଙ୍କୁ କହି କିଛି ବ୍ୟବସ୍ଥା କରିଦେଇଛନ୍ତି। ଇଏ ଭାବିଲେ, ପଞ୍ଚାନନ ରାୟ, ସକାଳୁ ସକାଳୁ କଣ ମୁଁ ଖାଇବି କି କଣ କରିବି, କଣ ଇଏ ଜଳଖିଆ ବଳିଆ ଖାଇକି ଯିବି ଆଉ। କିନ୍ତୁ ଗାଧେଇକି ଆସିଲା ପରେ ବସେନ ବସେନ, ମାନେ ଏତେ ଆଦର କରି ଠାକୁର ପଞ୍ଚାନନ୍ଦାଙ୍କର କେୟାର ନଉଛନ୍ତି। ବିସ୍ମୟକର କଥା, ପଞ୍ଚାନନ୍ଦାଙ୍କୁ ସିଏ ପଠଉଛନ୍ତି, ତେଣୁ ସିଏ ବି କେୟାର ନଉଛନ୍ତି। ତିଆରି ହେଇଛି କଣ? ଗରମ ଭାତ ଆଉ ଘିଅ, ଆଳୁ ଚକଟା ଆଉ ବାଇଗଣ ଭଜା ଖାଉଛନ୍ତି। ଖିଆ ଚାଲିଛି। ଖିଆ ଚାଲିଲା ଭିତରେ ଆଉ ଅଳ୍ପ କିଛି ଭାତ ଥାଏ। ଘିଅ ସରିଯାଇଛି, ଚକଟା ସରିଯାଇଛି, ବାଇଗଣ ଭଜା ବି ସରିଯାଇଛି। ହଁ, ଠାକୁର କହୁଛନ୍ତି, ପାଖରେ ହଁ ଦି ଜଣଙ୍କୁ ଡାକିଛନ୍ତି, ଆମର ଖଲିଲୁର ରହମନ ଆଉ ସେ ବଙ୍କିମ ବାନାର୍ଜୀ। ଏ ଦିଙ୍କିଆ ଦେଖୁଛନ୍ତି, ଦେଖ ଦେଖ ପଞ୍ଚାନନ୍ଦା କେମନ ଖାচ্ছে। ହଁ, ଏମିତି କହିକି ଠାକୁର ମଜାଳିଆ ଲୋକ। ତାଙ୍କ କଥା ଭିତରେ ବହୁତ ରସ ରଙ୍ଗ ରହିଛି। ମୋ ହାତରେ ତ ସମୟ ନାହିଁ ବୋଲି ମୁଁ ତାକୁ ଜମ୍ପ କରି ଯାଉଛି। କହିଲେ ସକାଳୁ ସକାଳୁ ଯିବୁ, ନ ଖାଇକି ଯିବୁ, ବହୁତ କଥା କହିଛନ୍ତି। ଏମିତି ଆଦର କାଇଦା, ପିଲା ଭଳିଆ ଯେମିତି ଛୋଟ ଛୁଆକୁ ବୁଝାନ୍ତି, ସେଇ ଟାଇପ ର କରି ବୁଝାବୁଝି କରି ସେ ତ ଗାଧେଇ ପାଧେଇ ଆସିଲେ, ଖାଇ ବସିଲେ। ଏଠୁ ପାଖରେ ତ ଠିଆ କରିଛନ୍ତି, ଠାକୁର ଠିଆ କରିଛନ୍ତି। সেটো দেখুଛନ୍ତି, କହିଲେ আরে একটু ঘি দিলে ভালো হয়। হ্যাঁ, ହେଲେ হয়ে যেত, ଏମିତି କହୁଛନ୍ତି। ମଙ୍ଗଳାରେ କହୁଛନ୍ତି। ହଁ, ସେଠୁ ସାଙ୍ଗେ ସାଙ୍ଗେ ଏଠୁ ଖଲିଲୁର ରହମନ ଚାଲିଗଲେ। ଘରୁ ଯାଇକିରି ତାଙ୍କର ନେଇ ଆସିଲେ, ଘିଅ ଘଡିଟା ନେଇ ଆସିଲେ। ଢାଳୁଛନ୍ତି ତ, ଦଉଛନ୍ତି। ଦେଲା ଠାକୁର କହୁଛନ୍ତି, ସବୁ କିଛି দিয়ে দাও, ঢেলে দাও ঢেলে দাও ঢেলে দাও। ଢାଳି ଦେଲେ। ୟାକୁ ଦେଖିକିରି ବଙ୍କିମ ଟା ଭାବିଲେ, କହିଲେ, ଆରେ ମୁଁ ତ କିଛି ଦେଲିନି, ଏ ଠାକୁର ଖୁଆଉଛନ୍ତି, ଇଏ ଗୋଟେ ଭୋଗ ଭଳିଆ ଜିନିଷ। ଆଉ ଯାହା ହଉ, ବଙ୍କିମ ଟା ଦୌଡିକି ଯାଇକି ସିଏ ଗୋଟେ ଘିଅ ଘଡି ଆଣିକି ଆସିଲେ।
ଖୁବ ଭଲ ଆର ଦାও দিয়ে দাও। ସେ ଏମିତି କହିଲା ପରେ ସିଏ ବି ଘିଅ ଢାଳିଲେ। ହଁ, ତାକୁ ମଧ୍ୟ କହିଲା ସବୁ କିଛି ଢେଲେ ଦାও, ସବୁ କିଛି দিয়ে দাও। ପୁରା ସିଏ ମଧ୍ୟ ଅଣେଇ ଦେଲେ। ଇଏ ଦେଖିଲେ ଯେମିତି ଡାଲି ଡାଲମା ଏସବୁ ଗୋଳେଇଲେ ଯେମିତି ପାଣିଆ ପାଣିଆ ହଏ, ସେ ଏମିତି ହେଇଗଲା, ଅତିରିକ୍ତ ହେଇଗଲା। ସେଠୁ ଇଏ ଥ ମ ମ ହଉଛନ୍ତି। কি ভাবছেন? আরে অঞ্জুଳି করে খেয়ে নেন না। ହଁ ମାନେ ହାତ ଅଞ୍ଜୁଳା କରିକି ତ ଖାଇଦିଏ। ସେଠୁ ସେ ଯାହା କହିଲେ ଠାକୁର କହୁଥାନ୍ତି, ଆଉ ପଞ୍ଚାନନ୍ଦା ଖାଉଥାନ୍ତି, କିଛି ଭାବୁନଥାନ୍ତି। କହିଲେ ଭାବିଲେ କଣ ହବ, ମାଲିକ ତ ନିଜେ ବସିଛନ୍ତି ନା। ଖାଇନେଲେ। ବାଟରେ ନୌକାରେ ଯାଉଛନ୍ତି, ଭାବୁଛନ୍ତି ଏତେ ଗୁଡାକ ଘିଅ ଖାଇଛି, ବାଟରେ କଣ କଣ ଅସୁବିଧା ହେଇପାରେ। ଏଇ କଥା ସେ ଜନୈକ ଗୁରୁ ଭାଇକି କହୁଛନ୍ତି। ସେଇ ବାଜିତପୁର ଘାଟରେ ଯାଉଛନ୍ତି। ହଁ, ସେଠି ଜନୈକ ଗୁରୁ ଭାଇ ତାଙ୍କୁ ଏ କଥା ସେ କହୁଛନ୍ତି। ଠାକୁର ମତେ ବସିକି ଖୁଆଇଦେଲେ, ଏହା କଲେ, କିନ୍ତୁ କଣ ହବ ଦେହ ମୁଁ ଜାଣିପାରୁନି। ନା কিছু হবে না, কিছু হবে না, ঠাকুর যখন খাওয়াচ্ছেন না, তাতে কিছু হবে না, প্রসাদ হয়ে গেছে। হ্যাঁ, ଇଏ ମଧ୍ୟ ଏମିତି ସେ ତାଙ୍କୁ ବୁଝେଇ ଦେଲେ। ବୁଝେଇ ଦେଲା ପରେ ଯାହା ମନକୁ ବୁଝେଇକି ଚାଲିଲେ। ହୁଁ, ଯେତେବେଳେ ଗଲେ କିଛି ବାଟ ଗଲା ପରେ କିନ୍ତୁ ମନ ତ ବୁଝୁନି, ତଥାପି କଣ କରିବା। ଭାବୁଛନ୍ତି କଣ ହେଇପାରେ, ପୁଣି ଭାବୁଛନ୍ତି ଠାକୁର ଯେହେତୁ ଖୁଆଇଛନ୍ତି କିଛି ହବନି, ଆଉ ଠାକୁର ତ ପଠେଇଛନ୍ତି, ଠାକୁରଙ୍କର ମୁଁ ବର୍ତ୍ତମାନ ଆଉ କିଛି ଭାବିବାର ନାହିଁ। ପୂର୍ଣ୍ଣ ଭାବରେ ଠାକୁରଙ୍କୁ ଗୋଟେ ପ୍ରଣାମ, ଟିକେ ହାତରେ ହାତ ଯୋଡ଼ିକି ପ୍ରଣାମ କରି କହିଲେ ପ୍ରଭୁ ଆପଣଙ୍କ ଇଚ୍ଛା, ଆପଣଙ୍କ ଇଚ୍ଛା ହିଁ ମଙ୍ଗଳ, ଆପଣଙ୍କ ଇଚ୍ଛା ମୋ ଭିତରେ ପୂର୍ଣ୍ଣ ହଉ। ଯାହା ହଉ, ସେ ହଉଛି ତାଙ୍କ ଘର ହଉଛି ଚଢେଇ ଖୋଲ ନା କଣ, ସେ ଭାଇଙ୍କ ଯୋଉ ବଡ ଭାଇଙ୍କ ଘର। ତାଙ୍କ ପାଖରେ ପହଞ୍ଚଛନ୍ତି, ତାଙ୍କୁ ସାଙ୍ଗରେ ନେଇଛନ୍ତି, ନେଇକିରି ଯାଇଛନ୍ତି। ଯାଇ ଘରେ ପହଞ୍ଚିଲା ପରେ ମା ଦେଖିଲେ ଯେ ପୁଅ ତ 2 ଜଣ ଆସିଛନ୍ତି। ବାଡିରେ ଗୋଟେ ହେଇଥିଲା ପଣସ, ଆପଣମାନେ ପଣସ କଥା ବି ଶୁଣିଥିବେ। ହଁ, ବାଡିରେ ପଣସ ହେଇଥିଲା, ଅଦିନିଆ ପଣସ, ସେଟା ମାର୍ଗଶିର ମାସ, ମାର୍ଗଶିର ମାସର କଥା। ହଁ, ଆଉ ଅଦିନିଆ ପଣସ, ତେଣୁ ପୁଅ ଆସିଛନ୍ତି, ପଣସ ଖାଇବେ, ଆଉ କାଟିଦେଲେ ଦିନେ 2 ଦିନ ଭିତରେ ପାଚିଯିବ, ଖାଇବେ ଆଉ। ପଣସ 2ଟା କାଟିକିରି ସେ ଆଣିଛନ୍ତି। କାଟିକି ଯେତେବେଳେ ଆଣିଲେ, ତା ଭିତରେ ଗୋଟିଏ ପଣସ ସୁନ୍ଦର ଦେଖାଯାଉଛି। ଏଇଟା ଦୃଷ୍ଟି ପଡିଗଲା ପଞ୍ଚାନନ୍ଦାଙ୍କର। କହିଲେ ମା, ଏଇଟାକୁ ଠାକୁର ପାଖକୁ ମୁଁ ନେଇଯାଉ ଚାହୁଁଛି। ନାରେ ତୁ ତ ଯାଉ ଯାଉ ବହୁତ ଡେରି ଅଛି, ତୁ ସେଦିନ ପର୍ଯ୍ୟନ୍ତ କଣ ରହିବ? ନା ଦାଦାকে ଜିজ্ঞାସା କରି ଦେଖି। ଅମୃତଲାଲ, ତାଙ୍କ ଦାଦାର ନାମ হচ্ছে অমৃতলাল। অমৃতলাল দাদাকে পচারলে যে লালদা এ কি থাকবে না? না হ্যাঁ হ্যাঁ, থাকবে না কেন, ও থাকবে। মানে পুরা ସିଏ ବି ହଁ ମାରିଦେଲେ, ଭରସା ହେଇଗଲା। ଯାଉ ରହିଲେ, 2-4 ଦିନ ରହିଲା ପରେ ମାର ସଦା ସ୍ନେହ କଥା। ହଁ, ତାପରେ କଲିକତା ଯିବେ। କହିଲେ ମୁଁ ତ କଲିକତା ମତେ ଯିବାକୁ ପଡିବ, କଲିକତାରେ ଠାକୁର କହିଛନ୍ତି ମତେ ସେ ଟ୍ୟୁବୱେଲ କଥା ବୁଝିବାକୁ ପଡିବ, ଆଶ୍ରମରେ ଟ୍ୟୁବୱେଲ ଲାଗିବ, ଆଉ ମୁଁ ଯିବି। ଆଉ ଦାଦା ତୁମେ ଏଇ ପଣସଟା ତୁମ ପାଖକୁ ନେଇଯାଇଥିବ, ମୁଁ ଫେରିଲା ବାଟରେ ତାକୁ ନେଇକିରି ଯିବି। ଫେରିଲା ବାଟରେ ସେ ନେଇକି ଗଲେ। ଯାଉ ଆସିଲେ, ସର୍ଟକଟ ପାସ୍ କରିଦଉଛି। ଏଠୁ ସେ ଗଲେ, ତାଙ୍କର କଲିକତା କଥାବାର୍ତ୍ତା ହେଲେ, ତାପରେ ଆସିଲେ। ପ୍ରାୟ 15 ଦିନ, ପଣସଟି 15 ଦିନ ରହିଛି। ଠିକ ଯେତେବେଳେ ଚଢେଇ କୋଳ, ପ୍ରାୟ ଚଢେଇ କୋଳର ଦାଦାଙ୍କ ପାଖରୁ ଯେତେବେଳେ ପଣସ ଉଠଉଛନ୍ତି, ବାସନା ଚହଟିଲାଣି, ପାଚି ଆସିଲାଣି। ହଁ, ଆଉ ପ୍ରବଳ ବେଗରେ ମାନେ ବାସନା ହଉଛି, ବହୁତ ସୁନ୍ଦର। ମନେ ମନେ ଖୁସି ହେଇଗଲେ, ଯା ହଉ। ହଁ, ଏ ମାନେ ଅଳ୍ପ ବାଟ କଥା, ମୁଁ 11ଟା ସୁଦ୍ଧା, 10ଟା 11ଟା ସୁଦ୍ଧା ପହଞ୍ଚିଯିବି, ଆଉ ଠାକୁର ଭୋଗରେ ଲାଗିବ, ଆଉ ଚିନ୍ତା କିଛି ନାହିଁ। ଏଇଭଳି ସେ ମନେ ମନେ ସାବ୍ୟସ୍ତ କରୁଛନ୍ତି। ତେଣୁ ଏଣେ ଠାକୁର ଦେଖୁଛନ୍ତି ବାସନା ବାସନା ଲାଗୁଛି, ମନେ ମନେ ଭାବୁଛନ୍ତି, ପ୍ରକାଶ କରିନାହାନ୍ତି। ହଁ, ସେଠୁ ଖାଇବା ବ୍ୟବସ୍ଥା, ଠାକୁରଙ୍କର ଭୋଗ ଲାଗିବା ବ୍ୟବସ୍ଥା ହଉଛି। ଠାକୁର একটু একটু ଅପେକ୍ଷା କରେନ, ଅପେକ୍ଷା କରେନ, ଏମିତି କରିକିରି ସମୟ ଗଡେଇ ଗଡେଇ ଚାଲିଛନ୍ତି। ଇଏ ବାଜିତ ଘାଟ ପାରି ହେଲାକୁ 2:30ଟା ହେଇଗଲାଣି। 2:30ଟା ପରେ 3ଟା ବେଳକୁ ଯାଇକିରି ଆଶ୍ରମରେ ପହଞ୍ଚିଲେ। ଠାକୁର କଣ କରୁଛନ୍ତି, ବାରଣ୍ଡାରେ ବସିଛନ୍ତି। ଏଇ ତ ପଞ୍ଚାନ କହିକିରି ମାଗୋ, ହଁ ବଡ ବୋଉ କଥା ହେଇଗଲ, ଏମିତି କହିକିରି ଡକାଡକି କଲେ। ସାଙ୍ଗେ ସାଙ୍ଗେ କହିଲେ ପଣସ ମତେ ବ୍ୟବସ୍ଥା କର, ମୁଁ ପଣସ ଖାଇବି। ହଁ, ତାହିଁ ହେଲା। ଏଠୁ ଆଶ୍ଚର୍ଯ୍ୟ ହେଲେ ଠାକୁର, ଯେ ଏତେ ଦିନ ପର୍ଯ୍ୟନ୍ତ ପଣସଟା ରହିଲା କେମିତି, ଚିନ୍ତା କଲା। ଚିନ୍ତା କଲା, ଜଣେ ଗୁରୁ ଭାଇ କହିଲେ
ଆରେ ତୁମେ ଯୋଉ ଦିନ ଉତ୍ସର୍ଗ କଲ ସେଇ ଦିନ ହିଁ ଠାକୁର ଜାଣିଲେ ଇଏ ମତେ ଦେଇଦେଲା, ଇଏ ମତେ ସମର୍ପଣ କରିଦେଇଛି। ତେଣୁ ତାଙ୍କର ଜିମାରେ ସେ ଜିନିଷଟି ରହିଲା, ତାଙ୍କ ଇଚ୍ଛାରେ, ତାଙ୍କ ଜୁରିସନ ଭିତରେ ସେ ରହିଗଲା। ପାଚିବ କେମିତି? ନା ଏଇଟା ପରମ ଆଶ୍ଚର୍ଯ୍ୟ କଥା। ଠାକୁର ଯାଇକି ସେ ପଚାରିଲେ, ଠାକୁର କହିଲେ, হসিলে, कहले আরে যখন তুমি বলে বলে ফেলেছ ও চিন্তায় ছিল আর কাজে করার জন্য তুমি যখন প্রস্তুত হয়ে গেছ, তখন থেকে আমি বুঝতে পেরেছি তুমি তুমি কি করতে চাও। ସେଠୁ ଏ କଥା ତ ଠାକୁର କହୁଛନ୍ତି ଯେ ସେ ବୁଝିଲେ ଯେ ପାଚିଲା ପଣସ ପାଚିଥାନ୍ତା ଗୋଟାଏ ଦିନ ପରେ, 24 ଘଣ୍ଟା ରହିନଥାନ୍ତା, ସେ 15-16 ଦିନ କେମିତି ରହିଲା? ତେଣୁ କେବଳ ତାଙ୍କରି ଭୋଗରେ ଲାଗିବା ପାଇଁ। ଏଇ ହେଲା କଥା। ଆମେ ମାନେ ଯଦି ତାଙ୍କୁ ଦବାକୁ ଚାହୁଁ, ତାହା ହଉଛି ଅକ୍ଷୟ। ଆମେ ଯାହା ତାଙ୍କୁ ଦବାକୁ ଚାହିଁବା ଅନ୍ତର ସହକାରେ ଭାବ ସହିତ ଯଦି ଚାହିଁବା, ତାହେଲେ ପ୍ରଭୁଙ୍କ ପାଖରେ ଲାଗିବ ହିଁ ଲାଗିବ। ପ୍ରଭୁ ଯୋଉ ଦିନ ଆମେ ଚିନ୍ତା କଲେ ଏଇଟା ପ୍ରଭୁଙ୍କୁ ଦେବି, ନଡିଆଟା ହଉ ବା କଦଳୀ, ଜଣେ କଦଳୀ କାନ୍ଦି ନେଇକି ଯାଇଥିଲେ କୋଉଠି ଆଚାର୍ଯ୍ୟ ପାଖକୁ ନେଇକି ଯାଇଥିଲେ। ସେ କାନ୍ଦିରା ଦେଖିକିରି ବର୍ତ୍ତମାନ ଆଚାର୍ଯ୍ୟ ଦେବ କହିଲେ, ହେ ତା କାନ୍ଧରୁ ଟିକେ ସେ କଦଳୀଟା ଶୀଘ୍ର ଆଣତ। ସେ କାନ୍ଧେଇ କାନ୍ଧେଇ ଆଣିଛି। ଆଉ ଜଣଙ୍କ କଥା ସେ ଭକ୍ତ ନାଁ ମନେ ପଡୁନି, ସିଏ ମଧ୍ୟ ଠାକୁର ପାଇଁ ଭୋଗ ପଠଉଥିଲେ। ଯେତେବେଳେ ଭୋଗ ପଠଉଛନ୍ତି, ସେ ଦାଦାଙ୍କୁ, ଦାଦା ଭୋଗକୁ ସେ ମୁଣ୍ଡେଇକି ଆଣିଥିଲେ। ମାନେ କାନ୍ଧରେ ନାହିଁ କି ବ୍ୟାଗରେ ନାହିଁ କି ହାତରେ ନାହିଁ, ମୁଣ୍ଡ ଉପରେ ଥୋଇକି ଆଣିଥିଲେ। ଠାକୁର ଭୋଗ, ଠାକୁରଙ୍କ ପାଇଁ ଭୋଗ ଯାଉଛି ମାନେ ସେଇଭଳି ଭାବରେ ସେ ଆଣୁଥିଲେ। ଆଣିଥିଲା ଭିତରେ ଗଳି ପଡିଲେ ଟ୍ରେନରୁ। ଦାଦାଙ୍କୁ ବାରମ୍ବାର କହୁଛୁ, ଦାଦା ସାବଧାନ ନେବ, ଯେମିତି କେହି ନଛୁଅନ୍ତି, କାହା ଗୋଡ ନ ବାଜି ଯାଏ, ବା କେମିତି ମାନେ ଅସୁବିଧାର ସମ୍ମୁଖୀନ ଯେମିତି ଭୋଗଟା ନ ହୁଏ, ବା ମାରା ନ ହେଇଯାଏ। ଏମିତି ଅନେକ କଥା କହି ଯାଉ ଯାଉ ସେ ଟ୍ରେନ ଗାଡି ଛାଡିଲାଣି, ପଛ ପଛ ଗୋଡଉଥିଲେ, ଖସି ପଡିଲେ। କିନ୍ତୁ ତାପରେ ସେ ଝାଡି ଝୁଡିକି ଉଠିକିରି ପୁଣି ଦୌଡିଲେ। ଟ୍ରେନର ସେ ଯୋଉ କନ୍ଦି ଭିତରେ ଖସି ପଡିଲେ, ଚକ ତଳକୁ ଖସି ପଡିଲେ, ପୁଣି ଉଠିକି ଦୌଡୁଛନ୍ତି। ଏ ଯୋଉ ଲୀଳା, ଏ ଛୋଟିଆ ଛୋଟିଆ କଥା, ତାରି ଭିତରେ ସେ ଠାକୁର ଭୋଗ ଯାଉଛି। ଆଉ ତାକୁ ମଧ୍ୟ ଠାକୁର ମାନେ ମାନେ ଆଗ୍ରହ ସହକାରେ ଅପେକ୍ଷା କରିକିରି କହୁଛନ୍ତି। କଣ ତା ନାଁ ଫା ମୋର ମନେ ନାହିଁ, ବହୁତ ଦିନ ପଢିଥିଲି। ସେ କଥାଟା ଭଲ ଭାବେ ବି ଝାପସା ଭସା ଲାଗୁଛି। এই যে କଣ ସେ ଗାଁଟା ନା ମୋର ମନେ ପଡୁନି, ଯେ ଭୋଗଟା ଆସିছে ନା, ওইটা ଖାଲି নিয়ে আসতো, ওর থেকে সাଙ୍ଗে সাଙ୍ଗে খোলা ହେଲା। ঠাকুর নিজে গোটিয়ে গ্রহণ কলে এবং ভাইମାନଙ୍କୁ বাঁটি দিলে। দেখতো কেমন হয়েছে, ও কত শ্রদ্ধায় দিয়েছে, ও ওর আবেগ কত। ତାପରେ ସେ ଭାଇଟି କହୁଛନ୍ତି, ଦାଦା ଏମିତି ଠାକୁର ଏମିତି ଅବସ୍ଥା, ସେ ଏମିତି ଟ୍ରେନରୁ ଖସି ପଡିଲା, ପୁଣି ପଡିଲା, ପୁଣି ଏ ମନୁ ନା, ତାই নাকি? ଠାକୁରଙ୍କ କଥା ଶୁଣିଲେ ସେ ସବୁ କଥା ଗୁଡିକ ମାନେ ଏତେ ମାଧୁର୍ଯ୍ୟପୂର୍ଣ୍ଣ ଲାଗିବ, ମାନେ ଅବର୍ଣ୍ଣନୀୟ। ତାମାନେ ଦେଖନ୍ତୁ, ଜଣଙ୍କର ଭୋଗ ଆସୁଛି, କେମିତି ଆସୁଛି, କଣ ହଉଛି, ଯେବେଠାରୁ ସେ ମନରେ ଭାବିଦେଲା, ପ୍ରଭୁଙ୍କ ପାଇଁ ଉତ୍ସର୍ଗ କରିଦେଲା, ସେଇ ଦିନରୁ ସେ ଗ୍ରହଣ କଲେ। ସେ ଭାବଗ୍ରାହୀ, ତେଣୁ ସେ ଭୋଗ ମଧ୍ୟ ଗ୍ରହଣ କରୁଛନ୍ତି। ତେଣୁ ସମୟ ତ ସରି ଆସୁଛି, ଆଉ 1 ମିନିଟ ରହିଲା। ତେଣୁ ଆଉ ଭାବିଥିଲି ଆଉ କିଛି କହିବା ପାଇଁ, କିନ୍ତୁ ସମୟ ତ ନାହିଁ। କିନ୍ତୁ ଏତିକି ମୁଁ ନିବେଦନ କରେ, ଆମେ ଯୋଉ ଇଷ୍ଟବୃତ୍ତିଟି ଦଉଛେ, ସେଇ ଭାବରେ ହିଁ ଦବା ଦରକାର। ଆମ ପ୍ରଭୁ ଚାହିଁଛନ୍ତି, ଅପେକ୍ଷାରେ ଅଛନ୍ତି, ମୋ ଦ୍ୱାରସ୍ଥ ହେଇଛନ୍ତି, ମୋ ପାଖରେ ଅଛନ୍ତି, ମୋ ଆଗରେ ଅଛନ୍ତି। ଆମେ ଯୋଉ ନାମ ଧ୍ୟାନ କରୁଛେ, ଯୋଉ ଧ୍ୟାନ ଧାରଣା କରିକିରି ସ୍ୱତ ଅନୁଜ୍ଞା ପଢୁଛେ, ନିଜକୁ ଆମେ ମୁଁ ଏଇଆ, କିନ୍ତୁ ମୁଁ ତାର ନୁହେଁ, ମୁଁ ଅକୃତି ନୁହେଁ, କି ମୁଁ ଅମାନି ନୁହେଁ, କି ମୁଁ ନିରଳସ ନୁହେଁ। କିନ୍ତୁ ମୁଁ ଶେଷକୁ ଯୋଉ କହୁଛି, ମୁଁ ତୁମରି ସନ୍ତାନ, ପ୍ରେମ ପୁଷ୍ଟ, ଚିରଚେତନ, ଅଜର ଅମର, ମତେ ଗ୍ରହଣ କର। ଏଇ ଯୋଉ ଆତ୍ମସମର୍ପଣର ଭାବଟା ରହିଲା ନା, ଏ କଥା ମୁହଁରେ ମୁଁ ସ୍ୱୀକାର କରୁଛି ନା, ମତେ ଗ୍ରହଣ କର, ଆତ୍ମନିବେଦନ, ଆତ୍ମସମର୍ପଣ ହଉଛି ନା। ତେଣୁ ସେତିକି ବେଳେ ସେଇ କଥାଟା ଯେତେବେଳେ ଆମେ ବାରମ୍ବାର ପ୍ରତିଦିନ କହୁଛେ, ଆଉ ଯାହା କହୁଛେ, ଯାହା କରୁଛେ, ଯୋଉମାନେ ଇଷ୍ଟବୃତ୍ତି ଠିକ ଭାବରେ କରୁଛନ୍ତି, ଯୋଉମାନେ ନିଷ୍ଠା ସହକାରେ କରୁଛନ୍ତି, ତାଙ୍କର ଫିଲିଙ୍ଗ ସ୍ୱତନ୍ତ୍ର। ପ୍ରତିଟି ପଦ ଭିତରେ ଗୋଟେ ରିଦିମ ଅଛି, ତା ଭିତରେ ଗୋଟେ ଭାଇବ୍ରେସନ କ୍ରିଏଟ ହବ, ବଡି ଭିତରେ, ମାଇଣ୍ଡ ଭିତରେ ଗୋଟେ ଆକ୍ସନ କ୍ରିଏଟ ହବ।
ଏବଂ ଆମେ ଅନୁଭବ କରିପାରିବା ସତେ ଯେମିତି ଆମେ ଯେତେବେଳେ ନମ୍ରତା ସହକାରେ ହାତ ଯୋଡ଼ିକିରି ଆମର ଅଞ୍ଜଳି ଭିତରେ ରଖିକିରି ତାକୁ ନିବେଦନ କରୁଛେ, ସେତେବେଳେ ଯେମିତି କି ପ୍ରଭୁ ହାତ ବଢେଇ ନେଇଗଲେ କି। ଏଇ ପ୍ରକାର ବୋଧ ଚେତନା ଆମ ଭିତରେ ଯେତେବେଳେ ଆସିବ, ମୋ ପ୍ରଭୁ ଆସୁଛନ୍ତି, ମୁଁ ପ୍ରଭୁଙ୍କୁ ଦେଇପାରୁଛି ଯାହା ଅଛି। ଅବଶ୍ୟ ଆମେ ବି ଏଥିରେ କାପଟ୍ୟ ରଖିଛେ, କପଟର ଭାବ ରହିଛି। ଆମେ ଏତେ ଭୋଗ ରାଗ ଭଲ ମନ୍ଦ ତାକୁ ଦେଇକି ତୃପ୍ତ ତ କରିପାରୁନେ। ଆପାତତଃ ସବୁଦିନେ ତ ଆମକୁ ଆମର ସମ୍ଭବପର ନୁହେଁ। କିଏ ମାନେ କଖାରୁ ଲଟା ନେଇ ଆସୁଛି, କିଏ ପଣସଟା ଆଣୁଛି, କିଏ ମାନେ ଆମର ଯୋଉ ଅମୃତଭଣ୍ଡା ନେଇ ଆସୁଛି, କିଏ ଆମ୍ବ ନେଇ ଆସୁଛି। କେତେ ଲୋକ କେତେ କଥା କେତେ ଆଣୁଛନ୍ତି, କିନ୍ତୁ ସର୍ବୋତ୍କୃଷ୍ଟ ହେଲା, ଆମେ ତ ତାକୁ ଆମ ପକ୍ଷରେ ସମ୍ଭବପର ହଉନି, ସର୍ବୋତ୍କୃଷ୍ଟ ହେଲା ଇଷ୍ଟବୃତ୍ତି। ତେଣୁ ଦେବା ଭଳି ଦେବା ଦରକାର, ନିଜର ସାମର୍ଥ୍ୟକୁ ଚାହିଁ ଦେବା ଉଚିତ। ଠକିକିରି ଭଣ୍ଡିକିରି ଦେବାରେ ସାମର୍ଥ୍ୟଟା ଅପଳାପ ହୁଏ। ତାଙ୍କୁ ଆମେ ଯଦି ଭକ୍ତି ଚିତ୍ତରେ ମୋ ପ୍ରଭୁଙ୍କୁ ଦବାର ଅଧିକାର ମୁଁ ପାଇଛି ନା, ଏଇ ସେ ଯେତେବେଳେ ଗୁରୁ ରୂପେ ଗ୍ରହଣ କରନ୍ତି, ସେତେବେଳେ ଆମ ହୃଦୟରେ ଦୟା ଭାବର ଉଦ୍ବୋଧନ କରନ୍ତି। ଦୟା ଭାବ ହଉଛି ସର୍ବୋତ୍କୃଷ୍ଟ ଭାବ। ଏ ସବୁଠାରୁ ଶ୍ରେଷ୍ଠ, ଯେତେ ଦୁନିଆରେ ଯେତେ ଗୁଣ ରହିଛି, ଦୈବୀ ସମ୍ପଦ ଯେତେ ରହିଛି, ତା ଭିତରେ ଶ୍ରେଷ୍ଠ ହଉଛି ଦୟା। হ্যাঁ, জীবে দয়া করে বা জীবে প্রেম করে যে জন, সেই জন লভিছে ঈশ্বর। জীবের যার দয়া নাই, হে উদ্ধବ ଚଣ୍ଡାଳଟି ସେଇ। ତେଣୁ ସବୁଠାରୁ ଶ୍ରେଷ୍ଠ କଥା ହଉଛି ଦୟା। ଏ ଜୀବନରେ ଦୟାକୁ ପାଇବା ଏତେ କଷ୍ଟ କହିବା କଥା ନାହିଁ, ସହଜରେ ମିଳେ ନା, ସୁଲଭ ନୁହେଁ, ପରମ ଦୁର୍ଲଭ ଜିନିଷ। କିନ୍ତୁ ଆମେ ଯେତେବେଳେ ଠିକ ଠିକ ଭାବରେ ନିଜ ସାମର୍ଥ୍ୟକୁ ଅପଳାପ ନ କରି ତାଙ୍କୁ ମୋର ପ୍ରଭୁ, ମୋ ମାଲିକ, ତାଙ୍କ ଦୟାରେ ମୁଁ ବଞ୍ଚିଛି, ଯାହା ଆମେ କହୁଛେ ଜୀବ ଜଗତ ଜୀବନ କାରଣ, ତାଙ୍କ ସ୍ୱରୂପ ଯାହା ଭାବୁଛେ, ତୁମରି ଦୟାରେ ଲଭିଛି ଜନ୍ମ, ମୁଁ ସବୁ ତୁମରି ଦୟାରେ ଜନ୍ମ ପାଇଛି, ଯାହା କିଛି ଭାଇ ତୁମର, ତୁମ ଦୟାର ଜିନିଷ, ତାକୁ ନେଇକିରି ମୁଁ ବଞ୍ଚିଛି, ଖାଉଛି, ପିଉଛି, ମସ୍ତରେ ରହିଛି, ଆନନ୍ଦରେ ରହିଛି। ତୁମେ ଏତେ ଦେଇଛ ଯେ ତା ଅକଥନୀୟ, ଅବର୍ଣ୍ଣନୀୟ। ଏମିତିଆ କୃତଜ୍ଞତା, କୃତକୃତ୍ୟ ମୁଁ ହେଇଛି, ମୁଁ ଧନ୍ୟ ହେଇଛି ତୁମକୁ ପାଇକିରି। ଆଉ ଆଜି ସେଇଥିପାଇଁ ମୁଁ ଯତ୍କିଞ୍ଚିତ ଦଉଛି, ଆପଣ ଗ୍ରହଣ କରନ୍ତୁ। ଏଇ ପ୍ରକାର ବିନମ୍ରତା ସହକାରେ ଯଦି ଆମେ ଇଷ୍ଟଭୂତି ନିବେଦନ ନିୟମିତ କରି ଚାଲୁ, ଆମ ଜୀବନ ଧନ୍ୟ ହେଇଯିବ। ଆମ ଭିତରେ ସେ ଦୟା ଭାବ ସୃଷ୍ଟି ହବ, ଯାହାକି ସତ୍ୟ, ଶାନ୍ତି, ଦୟା, କ୍ଷମା, ଧର୍ମର ଚାରିଟା ଗୋଡ଼। ତାର ଫାଷ୍ଟ ଲେଗ ହଉଛି ଦୟା। ଏ ଦୟା ଆସିଲା, ଆମ ପାଖରେ ସତ୍ୟ ରହିବ, ଶାନ୍ତି ରହିବ ଏବଂ କ୍ଷମା ଗୁଣ ବି ରହିବ, ଯାହାକୁ ନେଇକିରି ଆମ ଜୀବନ ଅତିକ୍ରାନ୍ତ କରିବା। ସର୍ବୋତ୍କୃଷ୍ଟ ସତ୍ୟକୁ ଧରିକି, ସତ୍ୟକୁ ଧରି ଚାଲିବା ଠୁ ଡିଫିକଲ୍ଟ, କିନ୍ତୁ ଯଦି ଆମ ଭିତରେ ଦୟା ଆସିଗଲା, ସତ୍ୟ ଆମ ପାଖରେ ରହିବ। ଆମେ ସତ୍ୟବନ୍ତ, ତା ମାନେ ନ୍ୟାୟବନ୍ତ, ଧର୍ମବନ୍ତ ଏବଂ କ୍ଷମାବନ୍ତ, ତା ମାନେ ଆମର ଦୟାବନ୍ତ। ଆମେ ପ୍ରତ୍ୟେକ ଲୋକଙ୍କୁ କ୍ଷମା କରିଦେବା। କୌଣସି ଲୋକ କିଛି କଲେ, କିଏ କଣ କଲେ, କ୍ଷମା କରିଦେବା ମାନେ ତାକୁ ଭଲ, ତାକୁ କ୍ଷମ କରିକି କ୍ଷମା କରିବା। ସେ ଯେମିତି ସକ୍ଷମ ହବ ଆଉ ଯେମିତି ଏଭଳି ଭୁଲ କରିବ ନାହିଁ। ତଦନୁଯାୟୀ ଆତ୍ମୀୟ ଭାବେ, ଆନ୍ତରିକ ଭାବେ ମୋ ମୁଣ୍ଡରେ ଅଳିଆ ପଡିଛି, ଆପଣ ଯେମିତି ଝାଡି ଦଉଛନ୍ତି, ସେମିତି ତାର ଯୋଉ କୁକର୍ମ, କୁଚରିତ୍ର, କୁ ଅଭ୍ୟାସ, ତାକୁ ଝାଡି ଦେଇ ପରିଷ୍କାର କରି, ଆଉ କ୍ଷମ ନ ହେଇପାରିଲା, କ୍ଷମା ଆମେ ଦେଲେ, ତାହେଲେ ସେ ସକ୍ଷମ ହେଇପାରିଲା ନାହିଁ, ସେ ଷ୍ଟାଣ୍ଡ କରିପାରିଲା ନାହିଁ, ସେ ଜୀବନକୁ ଉପଭୋଗ କରିପାରିଲା ନାହିଁ। ତେଣୁ ଏଇ ପ୍ରକାର କ୍ଷମା ଆମେ ଦାନ କରିପାରିବା, ଲୋକମାନଙ୍କର ପ୍ରିୟ ପାତ୍ର ହେଇପାରିବା, ଲୋକମାନଙ୍କୁ ଯଦି ଆପଣେଇ ନେଇପାରିବା, ସକଳ ଘଟେ ନାରାୟଣ ବସନ୍ତି ଅନାଦି କାରଣ, ଏଇ ଭାବ ବୋଧ ଆମ ଭିତରେ ଆସିବ, ଆମର ଜୀବନ ବିସ୍ତାରିତ ହବ। ଯୋଉଟା କହୁଥିଲି, ବିସ୍ତାର ହିଁ ଜୀବନ, ବିସ୍ତାର ହିଁ ପ୍ରେମ। ଆମର ଜୀବନ ଅଛି ବୋଲି ଆମେ ଅନୁଭବ କରିବା। ନିଜ କବାଟ ଖେଳି ନିଜ ଘରେ ରହି ରାତି ରାତି ସାଧନ ଭୋଜନ କଲେ କିଛି ମିଳେ ନା। ଯଦି ଆମେ ମାନେ ଏଇ ଭାବରେ ଭାବାଇ ଦେଇ ଚାଲିବା, ତାହେଲେ ଆମ ଜୀବନ ସାର୍ଥକ ମଣ୍ଡିତ ହବ। ଆମେ ତାଙ୍କର ଭୋଗର ସବୁ କିଛି, ଭୋଗର ବସ୍ତୁ ଆମେ, ଆମର ସର୍ବସ୍ୱ ତାଙ୍କର ଭୋଗର ବସ୍ତୁ, ଯାହାକୁ କୁହାଯାଉଛି ନିରାଶୀ ଆଉ ନିର୍ମମ। ମୋର ଆଶା କିଛି ନାହିଁ, ମୋର ଯାହା ଆଶା ଥିଲା ମୁଁ ତ ପାଇଗଲି ନା, ଆପଣଙ୍କୁ ପାଇଗଲି, ତୁମକୁ ପାଇଯାଇଛି, ତେଣୁ ମୋର ଆଶା କଣ? ତେଣୁ ମୁଁ ନିରାଶୀ, ମୋର ନାହିଁ ଆଶା, ମୋର ଆଉ କିଛି ପାଇବାର ଲାଭ ଲୋଭ ନାହିଁ। ନିର୍ମମ, ମୋର ବୋଲି ଆଉ ଶବ୍ଦ ନାହିଁ, ମୋର କହିଲେ ତୁମେ,
ତୁମେ ହିଁ ମୋର, ମାନେ ମୁଁ ତୁମର, ମୁଁ ଯେହେତୁ ତୁମର ତେଣୁ ତୁମେ ମୋର, ଏଇ ଭାବ ବୋଧ। ତୁମ ଠାରୁ ମୋର ଆଉ ଆପଣ କେହି ନାହିଁ, ତୁମେ ହିଁ ମୋର ଜୀବନ ସର୍ବସ୍ୱ, ତୁମେ ହିଁ ମୋର ପରମ ସମ୍ପଦ। ଏଇ ଭାବ ଯଦି ଆମର ସହଜ ସରଳ ଭାବରେ ଆମ ଭିତରେ ଯଦି ଫୁଟି ଉଠିଲା, ଆମ ସାଧନା ସାର୍ଥକ ହେଲା, ଜୀବନ ସାର୍ଥକ ହେଲା, ଏ ମାନବ ଜୀବନ ସାର୍ଥକ ହେଲା। ଜନ୍ମେ ଜନ୍ମେ ଆମେ ଏଇ ଦେବ ଦୁର୍ଲଭ ମାନବ ଜୀବନ ଲାଭ କରିବା, ଜନ୍ମେ ଜନ୍ମେ ତାଙ୍କୁ ପ୍ରାପ୍ତ ହବା। ଏ ସାଧନା ତ କେତେ ଜନ୍ମ ଚାଲିବ ତା ଠିକ ଠିକଣା ନାହିଁ, କିନ୍ତୁ ଆମେ ଚାଲିଲେ ହେଲା। ଚାଲ ଆଗେଇ ଚାଲ, ମାପି ଦେଖିବାକୁ ଯାଉନା ମୁଁ କେତେ ଦୂର ହେଇଛି ଆଗେଇଛି। ଆମେ ଚାଲିବା ଚାଲିବା ଚାଲିବା, ଚରେଇ ବିଧି ଆଚରଣ ଭିତର ଦେଇ କରି ଚାଲିବା, ତାଙ୍କ କଥା ଭାବି ଚାଲିବା, ତାଙ୍କ ପାଇଁ ବଞ୍ଚିବା, ତାଙ୍କରି ପାଇଁ କହିବା, ତାଙ୍କରି ପାଇଁ ଭାବିବା। ତାଙ୍କର ମୋର ବଞ୍ଚିବାର ପ୍ରତି ମୁହୂର୍ତ୍ତ ଭିତରେ ସେ ଅଛନ୍ତି, ସେ ବଞ୍ଚେଇଛନ୍ତି, ତେଣୁ ମୁଁ ତାଙ୍କ ପାଇଁ, ମୁଁ ତାଙ୍କର ସେବକ। ଏଇ ଭାବ ବୋଧ ଯେତେବେଳେ ମତେ ପୂର୍ଣ୍ଣ ଭାବରେ ଗ୍ରାସ କରିବ, ସମର୍ପିତ ହେଇଯିବା। ଜୟଗୁରୁ, ସମସ୍ତଙ୍କର ମଙ୍ଗଳ ପାଇଁ, ଭୋଗଦାତାଙ୍କର ମନବାଞ୍ଛା